ରାଧେ ରାଧେ। ଆପଣ ସମସ୍ତଙ୍କୁ ପବିତ୍ର ରାଧାଷ୍ଟମୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆଜି ଆମେ ରାଧାଷ୍ଟମୀ କେମିତି ପାଳନ କଲୁ ଆପଣମାନେ ଭିଡ଼ିଓକୁ ଦେଖନ୍ତୁ। କୌଣସି ବି ପର୍ବପର୍ବାଣୀ ଆସିଲେ ଆମେ ମାନେ ତା ଆଗ ଦିନରୁ ନହେଲେ 2-3 ଦିନ ଆଗରୁ ସବୁ ଆମେ ଯୋଗାଡ଼ କରନ୍ତି। ସେମିତି ରାଧାରାଣୀଙ୍କ ଜନ୍ମଦିନ ତ ତାଙ୍କ ଲାଗି ସବୁ ମୁଁ କିଣାକିଣି କରିକିନା ଆଣିଛି। ଆଉ ଏଇଟା ଦେଖନ୍ତୁ ଗୋପାଳକୁ ବି ମୁଁ ସେଦିନ ପିନ୍ଧେଇବି। ଗୋପାଳକୁ ମୁଁ ରାଧାଷ୍ଟମୀ ଦିନ ପିନ୍ଧେଇବା ପାଇଁ ଗୋଟେ ବ୍ଲୁ କଲର୍ର ଏମିତି କଟନ୍ର ଡ୍ରେସ୍ଟେ ଆଣି ଆସିଥିଲି। ମୋ ଗୋପାଳକୁ ମୁଁ ରାଧାଷ୍ଟମୀ ଦିନ ରାଧାରାଣୀଙ୍କ ବେଶ କରାଏ। ଏଇ ଯୋଉ ଦିଟା ଡ୍ରେସ୍ ଦେଖୁଛନ୍ତି ନା, ଏଇ ଦିଟା ଡ୍ରେସ୍ ମୁଁ ମୋର ଲକ୍ଷ୍ମୀ ନାରାୟଣଙ୍କ ପାଇଁ ଆଣିଛି। ରାଧାଷ୍ଟମୀରେ ମୁଁ ସବୁ ଠାକୁରଙ୍କୁ ନୂଆ ପିନ୍ଧାଏ। ତାଙ୍କ ପାଇଁ ଚୁଡ଼ି ସବୁ ନେଇ ଆସିଛି। ଆଉ ଏଇ ମୁକୁଟ ଯୋଉ ଦେଖୁଛନ୍ତି ନା, ଏଗୁଡ଼ା ଆଗରୁ ଥିଲା ମୋ ପାଖରେ, ତାଙ୍କ ପାଇଁ ବାହାର କରିଦେଇଛି, ସେ ପିନ୍ଧିବେ। ଶ୍ରୀକୃଷ୍ଣଙ୍କର ଭକ୍ତି ପାଇବାକୁ ହେଲେ ଆମକୁ ରାଧାରାଣୀଙ୍କର କୃପା ବହୁତ ଦରକାର। ରାଧାରାଣୀଙ୍କର କୃପା ହେଲେ ଆମେ କୃଷ୍ଣଙ୍କର ଭକ୍ତି ପ୍ରାପ୍ତ କରିପାରିବା, କୃଷ୍ଣଙ୍କୁ ପାଇପାରିବା। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀରେ ଆମେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରନ୍ତି। ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀରେ ଆମେ ରାଧାଷ୍ଟମୀ ପାଳନ କରନ୍ତି। ଯେତେ ଖୁସିରେ ଆମେ ଯେତେ ଆନନ୍ଦରେ ଜନ୍ମାଷ୍ଟମୀକୁ ପାଳନ କରିଥାନ୍ତି ନା, ସେଇପରିକା ଆମେ ରାଧାଷ୍ଟମୀକୁ ପାଳନ କରିବା କଥା। ମଥୁରା, ବୃନ୍ଦାବନ, ବର୍ଷାନାରେ ତ ବହୁତ ଆନନ୍ଦରେ ପାଳନ କରନ୍ତି ଜନ୍ମାଷ୍ଟମୀ, ରାଧାଷ୍ଟମୀ। ଏଠି ଦେଖନ୍ତୁ ମୁଁ ନା ଝୋଟି ପକେଇବି ବୋଲି ନାଲି ମାଟିରେ ଲିପି ଦେଇଛି। ନାଲି ମାଟି ଉପରେ ଝୋଟିଟା ପକେଇଲେ ବହୁତ ସୁନ୍ଦର ଲାଗେ। ଆଉ ଚାଉଳକୁ ବତୁରେଇ ଦେଇଥିଲି। ଏଇସବୁ ମୁଁ ରାଧାଷ୍ଟମୀର ଆଗ ଦିନ କରେ। ରାତିରୁ ଝୋଟିଟା ମୁଁ ପକେଇ ଦେଇଥାଏ। ଅରୁଆ ଚାଉଳକୁ ଏମିତି ଅଧା ଘଣ୍ଟା ପାଣିରେ ବତୁରେଇ ଦିଏ। ବତୁରି ଗଲା ପରେ ତାକୁ ଗ୍ରାଇଣ୍ଡ କରିଦିଏ। ଏଠି ଦେଖନ୍ତୁ ଅଳ୍ପ ଟିକେ ମୁଁ ଗୋଟେ ଗିନାରେ ବାହାର କଲି। ଏଇ ଯୋଉ ଗିନାରେ ବାହାର କରିଛି ନା, ଏଇଟା ମୁଁ ଆଗ ଠାକୁର ଘରେ ପକେଇବି ଝୋଟିଟା। ଠାକୁରଙ୍କ ଘରେ ଯୋଉ ଝୋଟିଟା ପଡେ ନା, ଯୋଉ ପିଠଉରେ, ସେଇ ପିଠଉରେ ମୁଁ ଘର ସାରା ପକାଏନି, ଖାଲି ଠାକୁର ଘରେ ପକାଏ। ତାପରେ ଯୋଉ ଅଲଗା ପିଠଉଟା ଥାଏ, ସେଇଥିରେ ମୁଁ ଘର ସାରା ପୁରା ଝୋଟିକୁ ପକାଏ। ଆପଣମାନେ ଶ୍ରୀକୃଷ୍ଣ ଆଉ ରାଧାରାଣୀଙ୍କୁ ଯୋଉ ଅଭିଷେକ କରିଥିଲି, ତାର ପଞ୍ଚାମୃତକୁ ଦର୍ଶନ କରନ୍ତୁ। ରାଧାରାଣୀଙ୍କର ଅଭିଷେକ ଟାଇମରେ ଭିଡ଼ିଓ କରିବା କଥା ନୁହଁ। ଶ୍ରୀକୃଷ୍ଣଙ୍କର ଅଭିଷେକଟା ଆମେ ବାହାରେ ସମସ୍ତଙ୍କ ସାମ୍ନାରେ କରିପାରିବା, କିନ୍ତୁ ରାଧାରାଣୀଙ୍କ ଅଭିଷେକଟା ଟିକେ ଲୁଚେଇକି କରାଯାଏ। ଆଉ ଯଦି ବି ଆମେ କରିବା ନା ଅଭିଷେକ, ତାହେଲେ ସମସ୍ତଙ୍କ ସାମ୍ନାରେ ତାଙ୍କୁ କପଡ଼ା ପିନ୍ଧେଇକି କରାଯାଏ। ଏଠି ଦେଖନ୍ତୁ ମୁଁ ଯୋଉ ରାତିରେ ଝୋଟି ପକେଇଥିଲି, ସକାଳେ ତାର ଫୁଲ, ଦୀପ, ଚନ୍ଦନ ସବୁ ଦେଇକି ଝୋଟିକୁ ସବୁ ପୂଜା କରିଥିଲି ଆଗ। ଆମ ବୈଷ୍ଣବ ମାନଙ୍କର ଉଦ୍ଦେଶ୍ୟ ହେଉଛି ରାଧାକୃଷ୍ଣଙ୍କୁ ପାଇବା। ଯୋଉମାନେ ଜନ୍ମାଷ୍ଟମୀ ବ୍ରତ ରଖନ୍ତି, ସେମାନେ ରାଧାଷ୍ଟମୀ ବି ବ୍ରତ ବି ରଖିବା କଥା। ବାହାରେ ଦେଖନ୍ତୁ ଯୋଉ ପକେଇଥିଲି ଝୋଟି, କେତେ ସୁନ୍ଦର ଦେଖାଯାଉଛି। ଆମର ତୁଳସୀ ଗଛ ସବୁ ଲଗେଇଛି ଦେଖନ୍ତୁ। ଏଇ ତୁଳସୀ ଗଛର ପତ୍ର ସବୁ ଆମର ରାଧାକୃଷ୍ଣଙ୍କର ସେବାରେ ଲାଗନ୍ତି। ରାଧାଷ୍ଟମୀରେ ଆମର ରାଧାରାଣୀ ଆଉ କୃଷ୍ଣଙ୍କର 2 ଜଣଙ୍କର ପୂଜା ହେଇଥାଏ। ମାନ୍ୟତା ଅଛି, ଯେମିତିକି ଆମେ ଧର ଜନ୍ମାଷ୍ଟମୀ କରୁଛେ, ରାଧାଷ୍ଟମୀ କରୁନାହାନ୍ତି, ତାହେଲେ ଆମର ପୁରା ଫଳଟା ଆମକୁ ମିଳିନଥାଏ, ପୁରା ପୁଣ୍ୟ ପ୍ରାପ୍ତ ହେଇନଥାଏ। ତେଣୁ ସମସ୍ତେ ଆମେ ରାଧାଷ୍ଟମୀଟା କରିବା। ଏବେ ଦେଖନ୍ତୁ ମୁଁ ସବୁ ଫୁଲରେ ସବୁ ଠାକୁରଙ୍କୁ ସଜେଇଛି। ଆଉ ଆମର ତ ରାଧାରାଣୀଙ୍କର ପଦ୍ମ ଫୁଲ ବହୁତ ପ୍ରିୟ। ତାଙ୍କର ନାମ କହି କହି ମୁଁ ପଦ୍ମ ଫୁଲ ତାଙ୍କୁ ଚଢ଼େଇଥିଲି ଆଜି। ଦେଖନ୍ତୁ ଆମର ରାଧାରାଣୀ କେତେ ସୁନ୍ଦର ଆଜି ଦେଖାଯାଉଛନ୍ତି, କେତେ ବଢ଼ିଆ ଦେଖାଯାଉଛନ୍ତି। ମୁଁ ଖାଲି ତାଙ୍କୁ ଦେଖୁଥାଏ। ଆଉ ତାଙ୍କୁ ଆଜି ଶ୍ରୀଙ୍ଗାର ସବୁ ମୁଁ ଅର୍ପଣ କରିଥିଲି। ଶ୍ରୀକୃଷ୍ଣଙ୍କର ପ୍ରାଣଠୁ ବି ପ୍ରିୟ ଆମର ଶ୍ରୀ ରାସେଶ୍ୱରୀ ରାଧାରାଣୀ। ଆମର ଶ୍ରୀକୃଷ୍ଣଙ୍କର ନାମ ନେବା ଆଗରୁ ଆମେ ଆଗ ରାଧାରାଣୀଙ୍କର ନାମ ନେଇଥିଲେ କୃଷ୍ଣ ବହୁତ ଖୁସି ହେଇଥାନ୍ତି, ବହୁତ ଆନନ୍ଦ ହେଇଥାନ୍ତି ସେ। ଏଠି ଦେଖନ୍ତୁ ମୁଁ ମୋ ଗୋପାଳକୁ କେମିତି ରାଧାରାଣୀଙ୍କର ବେଶ କରିଛି। ତାଙ୍କୁ ବି ମୁଁ ଆଜି ଗୋଟେ ଚୁନରିଟା ଓଢ଼େଇ ଦେଇଛି। ଗୋପାଳକୁ ବି ମୁଁ ଅଭିଷେକ କରିଥିଲି ପଞ୍ଚାମୃତରେ। ଆଜି ଗୋପାଳ ବି ମୋର ରାଧାରାଣୀ ବେଶ ହେଇଛନ୍ତି। ପୂର୍ବ ବର୍ଷ ଯୋଉ ଆମେ ଯାଇଥିଲୁ ବୃନ୍ଦାବନ, ସେତେବେଳେ
ରାଧାରାଣୀକୁ ଆଣିଥିଲୁ। ଆଣିଛି ବୋଲି ତ କହିବାଟା ଭୁଲ ହବ। ମାଙ୍କର ଇଚ୍ଛା ହେଲା, ରାଧାରାଣୀଙ୍କର ଇଚ୍ଛା ହେଲା, ସେ ନିଜେ ଆସିଲେ ମୋ ପାଖକୁ। ସେବା ଠିକ୍ ସେ ହେଇପାରିବ କି ନାହିଁ ସବୁବେଳେ ଏଇଟା ମନରେ ରହୁଥିଲା। କିନ୍ତୁ ସେ ଆସିଲା ପରେ ସେ ନିଜ ସେବା ନିଜେ ସବୁ କରେଇ ଦଉଛନ୍ତି। ଯୋଉଟା ତାଙ୍କର ଇଚ୍ଛା ହଉଛି ମୋ ଦ୍ୱାରା କରେଇ ଦଉଛନ୍ତି। ଯୁଗଳ ବିଗ୍ରହଙ୍କର ସେବା କରିବାକୁ ମୋତେ ବହୁତ ଇଚ୍ଛା ଥିଲା। ଆଉ ଆସିବା ଆଗରୁ ନା ରାଧାରାଣୀ ଆଉ ମୋ ଗୋବିନ୍ଦ ଆସିବା ଆଗରୁ ମୁଁ କେତେ ସ୍ୱପ୍ନ ଦେଖୁଥିଲି। 5-6 ଥର ସ୍ୱପ୍ନ ଦେଖିଛି ଖାଲି। କେତେ ସୁନ୍ଦର ଦେଖାଯାଉଛନ୍ତି ମୋର ଶ୍ରୀ ରାଧା ଗୋବିନ୍ଦ। ଆଜି ରାଧା ସହସ୍ର ନାମ ପାଠ କଲି। ମୁଁ ରେଗୁଲାର ପୂଜା ଯେମିତି କରେ ସେମିତି କରିକି ବହି ସବୁ ପଢ଼ିଲି, ଜପ କଲି। ରାଧା ସହସ୍ର ନାମ, ରାଧା କୃପା କଟାକ୍ଷ ସ୍ତୋତ୍ର ଏଗୁଡ଼ା ସବୁ ପାଠ କଲି। ଆଉ ଯେତେ ଆମେ ନା ନାମ ନେଇପାରିବା। ଏଠି ଦେଖନ୍ତୁ ମୋର ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରନ୍ତୁ। ଯେତେ ନାମ ନେବା ନା ସେତିକି ଆମର ଭକ୍ତିରେ ଆମେ ଆଗକୁ ବଢ଼ିପାରିବା। ସେତିକି ଆମେ ଆମର ଶ୍ରୀ ରାଧା ଗୋବିନ୍ଦଙ୍କର ନିକଟତର ହେଇପାରିବା। କାମ କଲା ଟାଇମରେ ବି ଆମେ ନାମ ହିଁ ନଉଥିବା। ଯେତେ ଆମେ ପାରିବା ହରେ କୃଷ୍ଣ ମହାମନ୍ତ୍ରକୁ ଜପ କରୁଥିବା। ଆପଣମାନଙ୍କର ଗୁରୁ ଯୋଉ ନାମ ଦେଇଥିବେ ସେଇଟା ଖାଲି ବସିକି ଜପ କରିବା। ନହେଲେ ଆମର ମହାମନ୍ତ୍ରକୁ ଆମେ ସବୁବେଳେ ଜପ କରିପାରିବା। କାମ କଲା ଟାଇମରେ, ବସିଲା ଟାଇମରେ, ଶୋଇଲା ଟାଇମରେ ସବୁବେଳେ ଜପ କରିପାରିବା ଆମେ ମହାମନ୍ତ୍ରକୁ। ଆଜି ରାଧାଷ୍ଟମୀ ବୋଲି ମୋର ରାତି 3ଟାରୁ ନିଦ ଭାଙ୍ଗିଗଲା। ଆଉ 3ଟାରୁ ଉଠିକି ମୁଁ ମୋର ସବୁ ନିତ୍ୟକର୍ମ ସାରି ସକାଳୁ ଯେମିତି ମୁଁ ମୋର ରେଗୁଲାର ପୂଜାଟା କରେ ସେଇଟା କରିସାରିଲା ପରେ ଜପ, ବହି ପଢ଼ା ଏସବୁ ମୁଁ ମୋର ସାରିଦେଲି। ତାପରେ ରନ୍ଧାରନ୍ଧିରେ ଲାଗିଗଲି। ଆମେ ଯେମିତି ଆମର ଛୁଆମାନଙ୍କର ଜନ୍ମଦିନ ହେଲେ କେତେ ଖୁସିରେ ଆନନ୍ଦରେ ବହୁତ କିଛି ବନାନ୍ତି, ସେମିତି ମୁଁ ମୋର ଶ୍ରୀ ରାଧାରାଣୀଙ୍କ ଲାଗି ବନେଇବା ଲାଗି ସବୁ ଲାଗି ପଡ଼ିଲି। ବହୁତ ଆନନ୍ଦ ଲାଗୁଥାଏ ଆଜି ରାଧାଷ୍ଟମୀ ଯେ। ମୋ ରାଧାରାଣୀ ତ ଏତେ କରୁଣାମୟୀ, ଏତେ କୃପାମୟୀ, ଏତେ ଦୟାଳୁ। ଏଠି ଦେଖନ୍ତୁ ମୋର ଭାଗବତ ଗାଦି ପୂଜା ପାଆନ୍ତି ଇଏ। ଆମର ଜେଜେମାଙ୍କର ଏଇଟା ଭାଗବତ ବହି ସବୁ ଥିଲେ ତ ୟାଙ୍କୁ ମୁଁ ପୂଜା କରେ। ଭାଗବତ ହିଁ ସ୍ୱୟଂ କୃଷ୍ଣ। ଆଜିର ଦିନରେ ଆମେ ଯେତେ ରାଧା ନାମ ଜପ କରିପାରିବା, ଯେତେ ମହାମନ୍ତ୍ର ଜପ କରିବା ସେତେ ଆମ ପାଇଁ ଭଲ। ଛୁଆମାନଙ୍କୁ କହିଥିଲି ତୁମେମାନେ ବି ରାଧାଷ୍ଟମୀ ବ୍ରତ କରିବ। ସେମାନେ ବି ପୂର୍ବ ବର୍ଷ ବି କରିଥିଲେ ରାଧାଷ୍ଟମୀ ବ୍ରତ। ଏ ବର୍ଷ ବି କହିଲି କରିବ। କାହିଁକି ନା ଜନ୍ମାଷ୍ଟମୀ ବ୍ରତଟା ବି ସେମାନେ କରନ୍ତି। ରାଧାଷ୍ଟମୀ ବ୍ରତରେ ରାଧାରାଣୀଙ୍କର ଯେତେବେଳେ ଅଭିଷେକଟା ହେଇଯାଏ, ଅଭିଷେକ ପରେ ଯୋଉ ବି ଆମେ ମାନେ ଭୋଗ ଲଗେଇଥାନ୍ତି ତାକୁ ପ୍ରସାଦ ପରିକା ପାଇପାରିବା। ଯୋଉମାନେ ଚାହିଁବେ ଧର ପୁରା ଦିନ ସାରା ଉପାସ ରହିବାକୁ ସେମାନେ ବି କରିପାରିବେ। ପୁରା ଦିନ ସାରା ଉପାସ ସନ୍ଧ୍ୟାରେ ପାଇପାରିବେ। ଆଉ ପାରଣ ଟାଇମରେ ବି ନେକ୍ସଟ ଡେ ପାରଣ ଥାଏ, ସେତିକି ଟାଇମ ବି ଯେ ରହିବା ଲାଗି ଚାହିଁବେ ରହିପାରିବେ। ଆଉ 12ଟା ପରେ ବି ଯେଉଁମାନେ ଚାହିଁବେ ଆମେ ମାନେ ପାଇବୁ ପ୍ରସାଦ ତ ପାଇପାରିବେ। ରାଧାଷ୍ଟମୀ ବ୍ରତ ସେଥିପାଇଁ ବେଶୀ କଷ୍ଟ ନାହିଁ। ମା ତ ଆମର କେତେ ଦୟାଳୁ, ତାଙ୍କ ଭକ୍ତମାନଙ୍କୁ କଷ୍ଟ ନ ହଉ ବୋଲି ସେ ସବୁବେଳେ ଚାହାନ୍ତି। ଛୁଆମାନଙ୍କୁ କହିଥିଲି, ସେମାନେ କଲେ। ଭୋଗ ଲଗେଇଲା ପରେ ଯୋଉ ପ୍ରସାଦ ସବୁ ହେଲା ସେମାନେ ସବୁ ପାଇଲେ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛନ୍ତି ମୋର ରାଧା ଗୋବିନ୍ଦ। ଭୋଗରେ ମୁଁ ସବୁ କ'ଣ କ'ଣ ବନେଇଥିଲି ଆପଣମାନେ ଦେଖନ୍ତୁ। ପୁରୀ ବନେଇଥିଲି। ଆଉ ପୁରୀ ତ କୌଣସି ବି ପର୍ବପର୍ବାଣୀ ହେଲା ମାନେ ପୁରୀଟା ଆମେ ମାନେ ବନେଇଥାଉ। ଆଉ ବନେଇଥିଲି ଦହି ବୁନ୍ଦି, ଏଟା ବନେଇଛି। ଫୁଲକୋବି ଆଳୁ ତରକାରୀ କରିଥିଲି। ଆଉ ଆମର ରାଧାରାଣୀଙ୍କର ଅତି ପ୍ରିୟ ସାରୁ, ସାରୁରେ ମୁଁ ଏଟା ଦେଖନ୍ତୁ ତାଙ୍କ ପାଇଁ ଭାଜି ଦେଇଛି, ଟିକେ ଛାଣି ଦେଇଛି ବେସନରେ ଗୋଳେଇକି। ଆଉ ତାପରେ ମୁଁ ବନେଇଥିଲି କଢ଼ି। କଢ଼ି ବି ତାଙ୍କର ବହୁତ ପ୍ରିୟ। ତାଙ୍କର ଆଜି ପ୍ରିୟ ବ୍ୟଞ୍ଜନ ସବୁ ମୁଁ ବନେଇଛି। ଏଗୁଡ଼ା ଦେଖନ୍ତୁ ପନିର ତରକାରୀ ବି କରିଦେଇଛି। ଆଉ ଦହି କଢ଼ି ସାଙ୍ଗରେ ପ୍ଲେନ୍ ରାଇସ୍ଟା ଭଲ ଲାଗେ, ସେଥିପାଇଁ ରାଇସ୍ ବନେଇ ଦେଇଥିଲି। ଆଉ ବନେଇଥିଲି କନିକା, ମିଠା ଭାତଟା କରିଥିଲି। କ୍ଷୀରି କରିଦେଇଥିଲି। କ୍ଷୀରି ମୁଁ ଡେଲି ଭୋଗ ଲଗାଏ ଘରେ। ଆଉ କରିଥିଲି ପାମ୍ପଡ଼, ପାମ୍ପଡ଼କୁ ଛାଣି ଦେଇଥିଲି। ମିଠା ମିଠି ଦୋକାନରୁ ନେଇ ଆସିଥିଲି ସମସ୍ତଙ୍କୁ ବଣ୍ଟା ବଣ୍ଟି କରିବା ଲାଗି। ପ୍ରସାଦକୁ ବାଣ୍ଟିକି ଖାଇଲେ ବହୁତ ଭଲ।
ଆଜି ତ ମୋର ଲାଡଲିଜୁର ପ୍ରାକଟ୍ୟ ଉତ୍ସବ। ପ୍ରସାଦ ତ ସମସ୍ତେ ପାଇବା କଥା ନା। ଭୋଗ ଲାଗି ସାରିବା ପରେ ପୁଣି କୀର୍ତ୍ତନ ଟିକେ କଲି। ଆଜି ମୁଁ ଆଉ ରାଧାରାଣୀକୁ ଶୁଏଇନି। ଦ୍ୱିପହର ବେଳା ତାଙ୍କୁ ଟିକେ ଶୁଏଇ ଦିଏ। ଆଜି ଆଉ ଶୋଇନାହାନ୍ତି। କୀର୍ତ୍ତନ କଲି, ଭଜନ ଗାଇଲି ତାଙ୍କ ପାଖେ ବସିକି। ସନ୍ଧ୍ୟାରେ ଆଳତି କୀର୍ତ୍ତନ ସବୁ କଲି ତାଙ୍କ ପାଖରେ ବସିକି। ବହୁତ ଖୁସି ଲାଗିଲା, ବହୁତ ଆନନ୍ଦ ଲାଗିଲା ଆଜିର ଦିନ। ଯେମିତି ଲାଗୁଥାଏ ସେ ମୋ ପାଖରେ ଅଛନ୍ତି, ମୋର ସବୁ ଶୁଣୁଛନ୍ତି ମୋ କଥା। ଭଜନଟେ ଗାଇଦେଲା ପରେ ତାଙ୍କୁ ମୁଁ ପଚାରେ ଭଲ ଲାଗିଲା, ତାଙ୍କର ହସ ହସ ମୁହଁ ଦେଖିକି ବହୁତ ଆନନ୍ଦ ଲାଗିଯାଏ। ଯେମିତି ଲାଗେ କି ସେ କହୁଛନ୍ତି, ଆଉ ତାଙ୍କ ଆଖି ଦିଟା ଏତେ ସୁନ୍ଦର ନା ମୋ ରାଧାରାଣୀଙ୍କର। ଖାଲି ତାଙ୍କର ଆଖି ଦିଟା ମୁଁ ଦେଖୁଥାଏ, ଏତେ ସୁନ୍ଦର ଲାଗେ। ଛୁଆମାନଙ୍କୁ ବି କହିଲି ତୁମେମାନେ ବି ଟିକେ ନାମ ଜପ କର, ରାଧାରାଣୀଙ୍କର ନାମଟା ନିଅ। ସେମାନେ ବି କଲେ। ଭୋଗ ଲାଗି ସାରିଲା ପରେ ଆଳତି ହେଲେ, ଆଉ ଶଙ୍ଖ ବଜେଇଲା, ପୁଅ ଶଙ୍ଖ ବଜେଇଲା, ଝିଅ ଘଣ୍ଟ ବଜେଇଲା। ଆଳତି କଲି ମୁଁ। ଆପଣମାନେ ଯୋଉ ଆଳତି ଦର୍ଶନଟା କରନ୍ତୁ। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ରାଧାରାଣୀଙ୍କ କୃପା ଦୃଷ୍ଟି ସମସ୍ତଙ୍କ ଉପରେ ଥାଉ। ଜୟ ଜୟ ଶ୍ରୀ ରାଧେ।